Good afternoon, everyone. Today class going to discuss about economics selection question for plus two second year arts student. ପିଲାମାନେ ଆଜି ଆମେ ଡିସ୍କସନ୍ କରିବା 11ଟି ଲଙ୍ଗ କ୍ୱେଶ୍ଚିନ୍ ଭେରି ଇମ୍ପୋର୍ଟାଣ୍ଟ ଲଙ୍ଗ କ୍ୱେଶ୍ଚିନ୍। ଦେଖ ପିଲାମାନେ ଫାର୍ଷ୍ଟ ଲଙ୍ଗ କ୍ୱେଶ୍ଚିନ୍ ହେଉଛି ଆୟ କହିଲେ କ'ଣ ବୁଝ ଓ ବିଭିନ୍ନ ପ୍ରକାର ଆୟ ବିଷୟରେ ବର୍ଣ୍ଣନା କର ଓ ସେମାନଙ୍କ ମଧ୍ୟରେ ଥିବା ସମ୍ପର୍କ ଆଲୋଚନା କର। ସେକେଣ୍ଡ କ୍ୱେଶ୍ଚିନ୍ ହେଉଛି କ୍ରମ ହ୍ରାସମାନ ଉତ୍ପନ୍ନ ସୂତ୍ରର ବ୍ୟାଖ୍ୟା କର। ଥାର୍ଡ଼ ହେଉଛି ପରିବର୍ତ୍ତନୀୟ ଅନୁପାତ ସୂତ୍ରଟିକୁ ବ୍ୟାଖ୍ୟା କର। ନେକ୍ସଟ ହେଉଛି ମୁଦ୍ରାର କାର୍ଯ୍ୟାବଳୀ ବର୍ଣ୍ଣନା କର। ନେକ୍ସଟ ଉତ୍ପାଦନର ସଂଜ୍ଞା ପ୍ରଦାନ କର ଓ ଉତ୍ପାଦନର ସାଧକ ଗୁଡ଼ିକ ଆଲୋଚନା କର। ନେକ୍ସଟ ଯୋଗାଣ କହିଲେ କ'ଣ ବୁଝ, ଯୋଗାଣକୁ ପ୍ରଭାବିତ କରୁଥିବା ଉପାଦାନ ଗୁଡ଼ିକ ଆଲୋଚନା କର। ନେକ୍ସଟ ବଜେଟ୍ କହିଲେ କ'ଣ ବୁଝ ଓ ବିଭିନ୍ନ ପ୍ରକାର ବଜେଟ୍ ବୈଶିଷ୍ଟ୍ୟ ପ୍ରତିପାଦନ କର। ରାଷ୍ଟ୍ର ଭିତ୍ତି କହିଲେ କ'ଣ ବୁଝ, ରାଷ୍ଟ୍ର ଭିତ୍ତିର ଓ ବ୍ୟକ୍ତି ଭିତ୍ତି ମଧ୍ୟରେ ଥିବା ପାର୍ଥକ୍ୟ ଦର୍ଶାଅ। ନେକ୍ସଟ କେନ୍ଦ୍ରୀୟ ବ୍ୟାଙ୍କର କାର୍ଯ୍ୟାବଳୀ ଆଲୋଚନା କର। ନେକ୍ସଟ ପୂର୍ଣ୍ଣ ପ୍ରତିଯୋଗିତା ବଜାରରେ ନିଷ୍ପତ୍ତି ଦର କିପରି ନିର୍ଦ୍ଧାରିତ କରାଯାଏ ଆଲୋଚନା କର। ଲାଷ୍ଟ କ୍ୱେଶ୍ଚିନ୍ ପିଲାମାନେ ଏକାଧିକାର ବଜାର କହିଲେ କ'ଣ ବୁଝ ଓ ଏହାର ବୈଶିଷ୍ଟ୍ୟ ଗୁଡ଼ିକ ଲେଖ। ପିଲାମାନେ ଏଇ 11ଟି ଲଙ୍ଗ କ୍ୱେଶ୍ଚିନ୍ ଏ ବର୍ଷ ପାଇଁ ଭେରି ଇମ୍ପୋର୍ଟାଣ୍ଟ ଲଙ୍ଗ କ୍ୱେଶ୍ଚିନ୍। ତେଣୁ ମୁଁ ଆଶା କରୁଛି ସବୁ ଆର୍ଟ୍ସ ପିଲାଙ୍କ ପାଖରେ ଏ ଲଙ୍ଗ କ୍ୱେଶ୍ଚିନ୍ ପହଞ୍ଚି ଯାଉ। ତେଣୁ ଆଗକୁ ଆହୁରି ଛାଡ଼ିବି ସୋସିଓଲୋଜି, ଓଡ଼ିଆ, ଲଜିକ୍। ସେ ପର୍ଯ୍ୟନ୍ତ ଅପେକ୍ଷା କର ପିଲାମାନେ। ତେଣୁ ଗୋଟେ ଲାଇକ୍ କର, ସବସ୍କ୍ରାଇବ୍ କର। ରହୁଛି ଜୟ ଶ୍ରୀରାମ। ଗଡ୍ ବ୍ଲେସ୍ ୟୁ।